1776 ମସିହାରେ ଟର୍ଗୋଟଙ୍କୁ ଡିସମିସ୍ କଲା ପରେ ନେକରଙ୍କୁ ଫାଇନାନ୍ସ ମିନିଷ୍ଟର କରାଗଲା। ନେକର ଜଣେ ଫେମସ୍ ଓ ଏକ୍ସପିରିଏନ୍ସ ଜେନେଭିଆନ୍ ବ୍ୟାଙ୍କର ଥିଲେ। ସେ ଫ୍ରାନ୍ସର ଡାଇରେକ୍ଟର ଜେନେରାଲ ଅଫ୍ ଫାଇନାନ୍ସ ଭାବେ ମଧ୍ୟ କାମ କରିଥିଲେ। ଫ୍ରାନ୍ସର ଫାଇନାନ୍ସିଆଲ କଣ୍ଡିସନକୁ ଇମ୍ପ୍ରୁଭ୍ କରିବା ପାଇଁ ନେକର ନୂଆ ଲୋନ୍ସ ନେଲେ ଏବଂ କିଛି ଆଡମିନିଷ୍ଟ୍ରେଟିଭ ରିଫର୍ମ ବି କଲେ। କିନ୍ତୁ ଏହି ସମୟରେ ଆମେରିକାନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସରେ ଫ୍ରାନ୍ସର ଜଡ଼ିତ ହେବା ବା ଇନଭଲ୍ଭ ହେବା ଆହୁରି କଷ୍ଟଲି ପ୍ରମାଣିତ ହେଲା। ଏହାର ପରିଣାମରେ କ'ଣ ହେଲା ନା ଫ୍ରାନ୍ସର ଜାତୀୟ ରାଜକୋଷ ବା ନ୍ୟାସନାଲ ଟ୍ରେଜେରୀ ଧୀରେ ଧୀରେ ଖାଲି ହେବାକୁ ଲାଗିଲା ଓ ଜାତୀୟ ଋଣ 1.5 ବିଲିୟନ ଲିଭରେଜରୁ ବି ଅଧିକ ହୋଇଗଲା। ସାଙ୍ଗମାନେ, ନେକରଙ୍କ ଆଡମିନିଷ୍ଟ୍ରେଟିଭ ରିଫର୍ମ ନିଜ ଜାଗାରେ ଠିକ୍ ଥିଲା, କିନ୍ତୁ ଫ୍ରାନ୍ସର ସମସ୍ୟା ଏତେ ବଡ଼ ଥିଲା ଯେ ଏହି ରିଫର୍ମସ୍ ତା ପାଇଁ ସଫିସିଏଣ୍ଟ ରେମେଡି ହୋଇପାରିଲା ନାହିଁ। ନେକର ଅନନେସେସେରୀ ଅଫିସଗୁଡ଼ିକୁ କମାଇବା ଓ ରିଫର୍ମ କରିବା ପାଇଁ ସଜେସନ ଦେଲେ। ସେ ଆକାଉଣ୍ଟିଂ ସିଷ୍ଟମକୁ ମୋଡିଫାଏ ଓ ସିମ୍ପ୍ଲିଫାଏ କରିବା ପାଇଁ କିଛି ପ୍ରୋସିଡ୍ୟୁର ଇଣ୍ଟ୍ରୋଡ୍ୟୁସ କଲେ। ସେ ଫ୍ରାନ୍ସର ରେଭିନ୍ୟୁ ପଲିସିକୁ ମଧ୍ୟ ରିଫର୍ମ କରିବାକୁ ଚେଷ୍ଟା କଲେ, ଯେଉଁଟା କି ଫାର୍ମରମାନଙ୍କୁ ପ୍ରଭାବିତ କରୁଥିଲା। ଯୁଦ୍ଧ ସମୟରେ ସେ ଲୋନ୍ସ ଏଲାଉ କଲେ ଏବଂ ଗ୍ରାଣ୍ଟ କଲେ, କିନ୍ତୁ ପରେ ଯେତେବେଳେ ଏହି ଲୋନ୍ସ ରିପେ କରିବାର ସମୟ ଆସିଲା, ସେତେବେଳେ ସମସ୍ୟା ଆହୁରି ବଢ଼ିଗଲା, କାରଣ ଲୋନ୍ସର ଆମାଉଣ୍ଟ ଏତେ ମିଲିୟନ ଲିଭରେଜ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ତା ଉପରେ ସୁଧ ବା ଇଣ୍ଟରେଷ୍ଟ ବି ଧୀରେ ଧୀରେ ବଢ଼ୁଥିଲା। ଶେଷରେ ନେକର୍ସ ମଧ୍ୟ ସଜେସନ ଦେଲେ ଯେ ପ୍ରିଭିଲେଜ କ୍ଲାସମାନଙ୍କ ଠାରୁ ମଧ୍ୟ ଟ୍ୟାକ୍ସ କଲେକ୍ଟ କରାଯିବା ଉଚିତ। ବନ୍ଧୁଗଣ, ଏବେ ତୁମେମାନେ ମନେ ପକାଅ ଯେ ଟର୍ଗୋଟ ମଧ୍ୟ ପ୍ରିଭିଲେଜ କ୍ଲାସ ଉପରେ ଟ୍ୟାକ୍ସ ଲଗାଇବା କଥା କହିଥିଲେ, ତେଣୁ ତାଙ୍କୁ ତାଙ୍କର ପୋଷ୍ଟରୁ ଡିସମିସ୍ କରାଗଲା। ଏବେ ନେକର ମଧ୍ୟ ସେହି ସଜେସନ ଦେଲେ, କିନ୍ତୁ ପ୍ରିଭିଲେଜ କ୍ଲାସ ଗୁଡ଼ିକ ଏଥିପାଇଁ ରାଜି ହେଲେ ନାହିଁ। ନେକରଙ୍କୁ ମଧ୍ୟ ଟର୍ଗୋଟଙ୍କ ଭଳି ସିଚୁଏସନର ସାମ୍ନା କରିବାକୁ ପଡ଼ିଲା ଏବଂ ଶେଷରେ ତାଙ୍କୁ ମଧ୍ୟ ଡିସମିସ୍ କରାଗଲା।